विचित्र पांडव विषय नाटा है विचित्र पांडव आपण केमिति कुआड़े केमती नेबे कौन अलौकिक कौन विचित्र कौन विराट कौन परिकल्पना कौन विपरीत प्रसंग है विचित्र पांडव टे आरंभ कर केते बाट जाऊँ देखा बाबुरे विचित्र पांडव जी मुंडर ढुकुची से कथा कह आज्ञा पांडव तो 5 जन आम द्वापर जुगरे थिले पुणी विचित्र पांडव तेणु कलिजुग को आनिले विचित्र पांडव 5 जन मिलती चंदन यात्रार यही उत्सव यही उत्साह मदन मोहन संगरे भाव संगरे भाव रामकृष्ण पुणी संघे संभव संघे संभव पांडव 5 जन है 5 जन शिव 5 पांडव है जाती कौटे ना चंदन यात्रा उत्सव को आउ पुणी आईला विचित्र पांडव सोल सुजन दे इन चे मन पारते इन मना धारी से 5 जन विराटपुर आत्मगोपन आज्ञा आत्मगोपन नामक करी से परिवर्तन युधिष्ठिर नाम सुना कंकपंडा बोली नाम बहिथिले एठु पुकारे जे जानकी से न होई बल्लभ पंडा से न होई बल्लभ पंडा अर्जुन को नाम सुन रे भेंडा रोहणा नाम बोहित खणी जगानी भाई से ही फालूनी सह कपोल दे मुझे असपाल कपोल दे मुझे असपाल सहदेव जैसे गुरु रखा नाम गुड़ाक सब परिवर्तन करी सब निज निज परिवर्तन रे निज निज व्यापार एवं निज निज काम रे रही गले जे रहिले 5 जन विचित्र पांडव बलिण लेखिले विराट पर्व
ताने विराट पर्व को नेले एवं विचित्र पांडव कहले जेहेतु 12 वर्ष एवं वर्ष अज्ञातवास विराटपुर रहिले से परिकल्पन नहीं गले जो मैंने विचित्र हेले तम परिकल्पना कौन अच्छी टे पदे गाइले पदे देखी कौन विचित्र पांडव दोहराइले तेणु एत बड़ मंच एत बड़ व्यक्तित्व जो मैंने आपण मानकर बयस अपराह्न सूर्यास्त समय तमें भी से पथर पथिक मो कहवा कथा आपण भाया दी जन भाईभन को जब जड़े मंच रखिक प्रश्न पचारे से विराट पर्व पचाराटा ताठू बोकाबटे जज कहीं नथिबे संसार में आपण कौन विराट पर्व कि पांडवंकर अज्ञातवास 12 वर्ष पर देखीदे पुणी अज्ञातवास यहाँ कौन आपण को जड़े पचार नुआ पिला जो मैंने शिखुंट से पचारे से शिखे यहाँ कौन आप जानी ना जड़े पचार कह से युधिष्ठिर केमती रहिले भीम कौन रहिले साधारण कथा तो मुझे बात को जाइए भावुली काले सियाड़े टे जीवे बोली से तो सही कथा कहले ना बदल देले वल्लभ पंडा कंक हेले युधिष्ठिर बृहनला हेले अर्जुन रूप बदल देले एवं बदलया पछरे गोटे कारण थिला
ତେଣୁ ସେଟା ଏଇଟା କ'ଣ ଆପଣ ଜାଣିନଥିବେ ବୋଲି ମୋର କ'ଣ ବିଶ୍ୱାସ? ଜାଣିଛନ୍ତି, ମୁଁ କ'ଣ ଜାଣିବାକୁ ଜାଣିବା? ଆଜ୍ଞା ଟିକେ କହୁଛି ତ, ଆମର ଜଗନ୍ନାଥ ସଂସ୍କୃତି କହେ ଆମର ଯୋଉ ଶିଶୁ ଅନନ୍ତ ଜଗନ୍ନାଥ ଇଏ ଯୋଉ ପଞ୍ଚସଖା ଇଏ ମଧ୍ୟ ଆଜ୍ଞା ପଞ୍ଚ ପାଣ୍ଡବ ଏବଂ ସେଠି ଯୋଉ ପଞ୍ଚ ଶିବ ବି ଅଛନ୍ତି ସେ ମଧ୍ୟ ଆଜ୍ଞା ପଞ୍ଚ ପାଣ୍ଡବ। ଆପଣଙ୍କର ଲକ୍ଷ୍ୟ କୋଉଠି ଥିବ ସେ ଜାଗାରେ ଲକ୍ଷ୍ୟ ଯୋଗ ସମାନ ସେଇ ମହାଭାରତ କଥା ହେଲା, ଇଏ ସଂଗ୍ରହ କରାହେଇଛି। ଏମିତି ଆପଣ କହିପାରିବେନି ଏଟା ଏଇ ବହିରେ ଅଛି, ଶାରଳା ଦାସଙ୍କର ଅଛି କି କୃଷ୍ଣ ସିଂହ ମହାଭାରତ ଅଛି। ମହାଭାରତ ଶବ୍ଦ ତାକୁ ସଂଗ୍ରହ କରାହେଇଛି, ସାଧନା କରାହେଇଛି। ବିଚିତ୍ର ପାଣ୍ଡବ ମୁଁ ଖାଲି ସର୍ଟକଟରେ କହିଦେଉଛି, ବେଶୀ କହିବାକୁ ସମ୍ଭବ ନାହିଁ। ଏ ଯେତେବେଳେ ଯୁଦ୍ଧ ସରିଯାଇଛି ପାଣ୍ଡବ ମାନଙ୍କ ଭିତରେ ଭୀମର ଅହଙ୍କାର ବଢିଗଲା ଯେ ମୁଁ 52 ଭାର ଗଦାରେ ଧୃତରାଷ୍ଟ୍ରର ସବୁ ପୁଅକୁ ମାରିଦେଲି। ଇଏ ଯୋଉ ଅହଙ୍କାର ଗର୍ବ ହେଲା, ୟା ପାଇଁ ଗୋଟେ ବିଷୟ ବି ଅଛି ମାୟା ଜାଙ୍ଗଳିକ। ମୁଁ ସିଆଡେ ଯାଉନାହିଁ, ସେ ବିଷୟ ଛାଡି ଦିଅ। ତେଣୁ ସବୁବେଳେ ଖାଲି ଗର୍ବ ଅହଙ୍କାରରେ ଭୀମ କହିଲା ମୁଁ ପିଟି ଦେଲି, ମାରିଦେଲି, ଇଏ କଲି, ତେଣୁ ମୁଁ କାହିଁକି ଶ୍ରେଷ୍ଠ ହେବିନି? ମୁଁ ଅଧିକା ମାରିଛି, ଅଧିକା ସୈନ୍ୟ, ଅଧିକା ଶତ୍ରୁ ମାରିଛି। ତେଣୁ ଏଇ କଥାଟା ବାରମ୍ବାର କହିବା ଦ୍ୱାରା ଭଗବାନ କୃଷ୍ଣଙ୍କ ମନରେ, ଅନ୍ତର୍ଯାମୀଙ୍କ ମନରେ ଏଟା ଗଲା ନାହିଁ। ତେଣୁ ଭୀମ ଯେତେବେଳେ 52 ଭାର ଗଦା ଧରି ବୁଲୁଛି ପ୍ରାଙ୍ଗଣ ଭିତରେ, ଯେ ମୋ ପାଖରେ ଏବେ କୃଷ୍ଣ ଯଦି ଆସିବ ମାରିବି, ବ୍ରହ୍ମା ବି ଆଇଲେ ମାରିବି, ବିଷ୍ଣୁ ଯିଏ ଆସିଲେ, ଆଉ ଯେତେବେଳେ ସେ ଯୁଦ୍ଧକୁ ଯାଏ 52 ଭାର ଗଦାଟା 3 ଥର ଭୂଇଁରେ ସେ ଆଗ କଚାଡେ, ତାପରେ ଯୁଦ୍ଧକୁ ଯାଏ। ସେ 3 ଥର କାହିଁକି କଚାଡେ ତାର କାରଣ ଅଲଗା। ତେଣୁ ଯେତେବେଳେ 52 ଭାର ଗଦାକୁ ଧରି ଭୀମ ବୁଲୁଛି ପ୍ରାଙ୍ଗଣ ଭିତରେ, କୃଷ୍ଣ ପହଞ୍ଚିଗଲେ। ବୋଲେ ଭୀମ ଆରେ ତୁ କ'ଣ କରୁଛୁ? ଆଉ ତ ଯୁଦ୍ଧ ନାହିଁ, ଯୁଦ୍ଧ ଏଠି ଅଛି କି? ଯାହା ସରିଗଲା, ଏବେ କ'ଣ କରୁଛୁ? ନା ମୁଁ ଶ୍ରେଷ୍ଠ, ମତେ ଏଇ ସାର୍ଟିଫିକେଟ ଦିଆଯାଉ। ମୁଁ ନ ହେବା ପର୍ଯ୍ୟନ୍ତ ଏ ମୋ ଭାଇମାନଙ୍କୁ ବି ଏଠି ରଖି ବସେଇ ଦେବିନି, ସ୍ୱର୍ଗକୁ ଯିବା ପୂର୍ବରୁ ମାରିଦେବି ସମସ୍ତଙ୍କୁ। ଅହଙ୍କାର ବଢିଗଲା ପରେ କୃଷ୍ଣ ମାୟା କଲେ, କହିଲେ ଠିକ ଅଛି, ତତେ ଗୋଟେ ମାୟା ଦେଖଉଛି, ମାୟା ରଚନା କଲେ। ତେଣୁ ଶୁଣୁ, ଭୀମ କହିଲେ ତୁ ଗୋଟେ କାମ କର, ତୁ ତ ଦେଖିବୁ ନା ଯୁଦ୍ଧ ପ୍ରକୃତରେ କିଏ ଯୁଦ୍ଧ କରିଛି, ତୁ ଦେଖିବୁ। ତେଣୁ ଭୀମକୁ, ପ୍ରକୃତ ଭୀମକୁ ନେଇକିରି ଗୋଟେ ବଡ ଗଛରେ ବଟ ବୃକ୍ଷ ରଖିଲେ, ତୁ ଉପରେ ଥା, ଦେଖେ କ'ଣ ହଉଛି। ଭୀମ ରହିଲା ଉପରେ, ପ୍ରକୃତ ଭୀମ ଦ୍ରୁପଦର। ଏହି ସମୟରେ ଆଦିଶକ୍ତି କାଳୀ ଦୁର୍ଗା ଦ୍ରୌପଦୀ ଯିଏକି ସେ କାଳୀ ହେଲା, ସେ ପ୍ରକଟ ହେଇକିରି ଜିହ୍ବା କାଢି କାଢି ଖାଲି ରକ୍ତ ପିଇଛନ୍ତି, ଖାଇ ଯାଉଛନ୍ତି ରକ୍ତ ଗୁଡାକ, ସବୁ ଗୁଡାକ। ଏବଂ ଇଏ ସେ ଖୋଜୁଛି ମୋ ସ୍ୱାମୀ ମାନଙ୍କୁ ବି ମୁଁ ଖାଇବି, କିନ୍ତୁ ଏଠି ଉପରେ ଥାଇକିରି ହେଉ ଦେଖୁଛି, ଆରେ ସବୁ ତ ମରିଗଲେଣି, ପୁଣି କ'ଣ ଏତେ ସୈନ୍ୟ, ପୁଣି ଏତେ ସବୁ କ'ଣ ରହିଲା। ତେଣୁ ପ୍ରକୃତ ଭୀମକୁ ଗଛ ଉପରେ ରଖିକିରି ମାୟା ଭୀମଟାକୁ ପାଣ୍ଡବ 5 ଜଣଙ୍କ ଭିତରେ କୃଷ୍ଣ ଯେତେବେଳେ ତାଙ୍କୁ ଧରିକିରି ଆସନ୍ତି ଗଛ ମୂଳକୁ, କୃଷ୍ଣ ଜାଣିଛନ୍ତି ଭୀମ କୋଉଠି ଅଛି, କିନ୍ତୁ ଯୁଧିଷ୍ଠିର କହିଲେ ଆମେ ଆଉ ଥରେ ଯିବୁ ଯେ ଆମ ପାଖରେ ଭୀମ ନାହିଁ। କୃଷ୍ଣ କହିଲେ ଦେଖ ଭୀମ ଅଛି। ମାୟାର ଭୀମଟାକୁ ତାଙ୍କୁ 5 ଜଣଙ୍କ ଭିତରେ ଯେତେବେଳେ ପହଞ୍ଚେଇଲେ, ପ୍ରକୃତ ଭୀମ ରହିଲା ଗଛ ଉପରେ। ତେଣୁ ଏଇ ଯୋଉ ଭୀମ ରହିଲା ମାୟା, କାଳି ଯୋଉ କରାଳି କରିକି ଖାଇଲେ, ଇଏ କଲେ ଯିଏ କଲେ। ତେଣୁ ଭୀମ କହିଲା ଆରେ ମୁଁ କ'ଣ ମାରିଛି, ତାହେଲେ ମୁଁ ତ କିଛି ମାରିପାରି ନାହିଁ। ଏଭଳି ଶକ୍ତି, ଏଭଳି ଲହ ଲହ ଜିହ୍ବା, ୟା ତୁଳନାରେ ମୋର ଶକ୍ତି ସାମର୍ଥ୍ୟ କିଛି ନାହିଁ। ଆଉ ଯଦି ମୁଁ ଏଠି ନ ପଳାଏ ହୁଏତ ସେ ମତେ ବି ଖାଇଦେବ। ଭୀମ ପୂର୍ବରୁ ଟିକେ କଥା ଅଛି, ଯୁଧିଷ୍ଠିର ଯେତେବେଳେ ଦ୍ରୌପଦୀଙ୍କର ପଦସେବା କରୁଥିଲେ, ସେ ସମୟରେ ଭୀମ କହିଥିଲା ଏଇଟା ଗୋଟେ ନାରୀର ସେବା କରୁଛି। ସେଇ ଜିନିଷ ସେକଡେ ବି ଅଛି। ତେଣୁ ଏଇଠି ମାନେ ଏଇଟା ହଉଛି ବିଚିତ୍ର ପାଣ୍ଡବ। ପାଣ୍ଡବ ଭିତରେ ଆଉ ଗୋଟେ ପାଣ୍ଡବ। ଭୀମ କହୁଛି ଆରେ ମୁଁ ତ ଭୀମ ବସିଛି, ଆଉ ଗୋଟେ ଭୀମ କିଏ, ସେ କୁଆଡେ, ତା ପରିଚୟ କ'ଣ? ଏ ପାଣ୍ଡବକୁ ବିଚିତ୍ର ସଜେଇ ଦିଆଯାଇଥିବାରୁ ନା ହେଲା ବିଚିତ୍ର ପାଣ୍ଡବ ନାଟକ। ଏଟା ହେଲା ବିଚିତ୍ର ପାଣ୍ଡବ ନାଟକ। ହଉ, ଆପଣଙ୍କୁ ସିଧାସଳଖ ପ୍ରଶ୍ନ ଯିବା।